ବିଜେଡ଼ି ଉପରେ ଏହାର ପ୍ରଭାବ କିଛି ରହିବନି। ନିମାପଡ଼ା ଗୋଟେ ସ୍ୱାଭିମାନର ମାଟି, ଶିକ୍ଷିତ ଏବଂ ଗୌରବର କଥା। ଏଠି ନିମାପଡ଼ା ନିର୍ବାଚନ ମଣ୍ଡଳୀ ଶଙ୍ଖ ପାଇଁ ସବୁବେଳେ ଉତ୍ସର୍ଗୀକୃତ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସବୁବେଳେ ଉତ୍ସର୍ଗୀକୃତ। ନିମାପଡ଼ା ଗୋପ ନିର୍ବାଚନ ମଣ୍ଡଳୀରେ ଯାହା ବିକାଶ ହେଇଛି ତାହା ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ସ୍ନେହ ଶ୍ରଦ୍ଧାରୁ ହେଇଛି। ଏଠି ମଧ୍ୟ ଯିଏ ପୂର୍ବରୁ ବିଧାୟକ ହେଇଛନ୍ତି ତାଙ୍କ ସହଯୋଗରେ ତାଙ୍କ ଆଶୀର୍ବାଦରେ ହେଇଛନ୍ତି। ଏହା କିଛି ଫରକ ପଡ଼ିବ ନାହିଁ। ଯେଉଁ ଆମର ସମସ୍ତଙ୍କ ମୁଣ୍ଡରେ ଚାଲିଛି ସମୀର ଦାସ ତାଙ୍କ ସାଙ୍ଗରେ ଯେଉଁ ପାଣ୍ଡିଆନ ଆମର 5ଟି ଯେଉଁ ଖେଳ କଲେ, ସେଇ ଖେଳରେ ସେଇ ଚାଲରେ କେମିତି ସମୀର ଦାସ ନିଜକୁ ନିଜେ ସୁଇସାଇଡ଼ କଲେ। ଲାଷ୍ଟ ରିଜାଇନ୍ କରି କର୍ମୀକୁ ବିଜେପି ପଠେଇ ବୋଧେ ନିଜେ ବିଜେପି ଜଏନ୍ କରେ। ସେ ଜାଣିପାରୁନାହାନ୍ତି ଯେ ତାଙ୍କୁ ୟୁଜ୍ ଆଣ୍ଡ ଥ୍ରୋ କରାଗଲା। ପାଣ୍ଡିଆନ ବଳି ପକାଇଲେ, ବିଜେପି ନେଇକି ୟୁଜ୍ ଆଣ୍ଡ ଥ୍ରୋ କରିବ। ନେତୃତ୍ୱରେ ଆଜି ସମୀର ଦାସଙ୍କର ଭାରତୀୟ ଜନତା ପାର୍ଟିରେ ମିଶ୍ରଣ ହେଉଛି। ଇଏ କିଛି ବି ଫରକ ପଡ଼ିବନି। ନିମାପଡ଼ାର ଗୋପର ଲୋକମାନେ ମନ ବନେଇ ସାରିଛନ୍ତି ନବୀନ ପଟ୍ଟନାୟକଙ୍କୁ 6ଠ ଥର ମୁଖ୍ୟମନ୍ତ୍ରୀ କରିବେ ଏବଂ ନବୀନ ପଟ୍ଟନାୟକ ଯାହାକୁ ଏଠି ଟିକେଟ୍ ପ୍ରଦାନ କରିଛନ୍ତି ଆମର ପ୍ରିୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ଏଠି ସେ ବହୁତ ଭୋଟ୍ରେ ଏଠି ବିଜୟୀ ହେବେ। ଏ କିଛି ବି ଫରକ ପଡ଼ିବନି। ବରଂ ଭଲ ହେଲା ଅହଙ୍କାରୀ ସହିତ ଭ୍ରଷ୍ଟାଚାରୀ ବ୍ୟଭିଚାରୀଙ୍କର ମହାମିଳନ ହୋଇଗଲା। लेटेस्ट न्यूज अपडेट पाई www.nowodisha.com को लॉगिन करंतु।